ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଗତକାଲି ଆପଣଙ୍କର ବିଏଡ଼୍, ବିଏଚ୍ଡି, ଏମ୍ଏଡ଼୍ର ରେଜଲ୍ଟ ପବ୍ଲିଶ ହେଇଗଲା। ଆଉ ଆପଣଙ୍କ ରେଜଲ୍ଟ ବହୁତ ହି ଭଲ ହେଇଛି। ଏଥର ପାଖାପାଖି 1900 ପାଖାପାଖି ଆମର ପିଲା ଅଲରେଡ଼ି କ୍ୱାଲିଫାଏ ଫାର୍ଷ୍ଟ ସିଲେକ୍ସନ୍ ହିଁ ଅଲରେଡ଼ି କରିଦେଇଛନ୍ତି। ବହୁତ ହି ଖୁସି ଲାଗେ ଆପଣମାନେ ଯେତେବେଳେ ସମସ୍ତେ ଏତେ ଭଲ ସ୍କୋର ଆପଣଙ୍କର କରନ୍ତି। 2025 ପାଇଁ ଆମର ବ୍ୟାଚ୍ 17 ଅଗଷ୍ଟ ପରେ ଆମେ ଲଞ୍ଚ କରିବା। ଆପ୍ଲିକେସନରେ ଆପଣଙ୍କୁ 17 ଅଗଷ୍ଟ ପରେ 2025 ପାଇଁ ଆପଣଙ୍କର ବ୍ୟାଚ୍ ଶୋ କରିବ। ସେଥିରେ ଆପଣମାନେ ଏନରୋଲ୍ ଆପଣଙ୍କର କରିଦେବେ। ଏବେ କିଛି ପିଲାମାନଙ୍କର କ୍ୱାଲିଫାଏ ହେଇପାରେନି। ଯେଉଁମାନଙ୍କର ଆପଣମାନେ କଟଅଫ୍ର ଭିଡ଼ିଓ ଦେଖିଛନ୍ତି ନା, ସେ କଟଅଫ୍ ପାଖାପାଖି ଅଛି, ମାନେ 1 ମାର୍କ 2 ମାର୍କ 3 ମାର୍କ କି ପାଖାପାଖି ଅଛି ହେଲା। ଆପଣମାନେ ୱେଟ୍ କରନ୍ତୁ, ସେକେଣ୍ଡ ସିଲେକ୍ସନ୍, ଥାର୍ଡ଼ ସିଲେକ୍ସନ୍, ଫୋର୍ଥ ସିଲେକ୍ସନ୍ କିମ୍ବା ସ୍ପଟ୍ ସିଲେକ୍ସନ୍ରେ ହେଇଯିବ। ଆଗକୁ କଟଅଫ୍ ଭିଡ଼ିଓ ଦେଖନ୍ତୁ, ଅଲ୍ ଓଡ଼ିଶାରେ କେତେ କଟଅଫ୍ ଯାଇଛି ତା'ର ଭିଡ଼ିଓ ବନା ହେଇଛି ନା, ଦେଖିଦିଅନ୍ତୁ। ଆଉ ଦେଖନ୍ତୁ ସିଟି ଆପ୍ଲାଏ, ଯଦି ଆପଣ ସିଟି ଆପ୍ଲାଏ କରିନାହାନ୍ତି ଆପ୍ଲାଏ କରିଦିଅନ୍ତୁ। ଆଡ଼ମିସନ୍ କରନ୍ତୁ ନ କରନ୍ତୁ ଆପଣଙ୍କର ଇଚ୍ଛା, ଆପ୍ଲାଏ କରିଦିଅନ୍ତୁ। 15 ତାରିଖ ଦିନ ଆପ୍ଲାଏ ସରିଯିବ। ଆଉ ସିଟି ପରୀକ୍ଷାରେ କ୍ୱାଲିଫାଏ ମାନେ ଛୋଟ ପିଲାଙ୍କ ଭଳିଆ, ମାନେ ବାଇ ଡିଫଲ୍ଟ କ୍ୱାଲିଫାଏ। ଖାଲି ଆପଣ ୟୁଟ୍ୟୁବରେ ଦେଖିଦିଅନ୍ତୁ ସିଟିର ପ୍ଲାନିଂ ଭିଡ଼ିଓ, ଯେମିତି ମୁଁ ଆପଣଙ୍କୁ କହିଛି ଖାଲି ସେମିତିକା ୱେରେ ପଢ଼ିବେ। ବିଲିଭ୍ କରନ୍ତୁ ମୋ ଉପରେ, ଡିସ୍କ୍ୱାଲିଫାଏର ପ୍ରଶ୍ନ ନାହିଁ। ବଟ୍ ଆପଣ ପ୍ଲାନିଂ ଭିଡ଼ିଓ ଦେଖିବେନି, ଆପଣ ଜାଣିବି ନାହାନ୍ତି କ'ଣ ପଢ଼ିବେ, ପରୀକ୍ଷାରେ କ'ଣ ପଡ଼ିବ, ହେଲେ ଅସୁବିଧା ହେଇଯିବ ନା। ଆପ୍ଲିକେସନରେ ପୁରା ସିଷ୍ଟମେଟିକାଲି ଅର୍ଡ଼ରରେ ସବୁ ଆପଣଙ୍କର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ୱିଥ୍ ଅଲ୍ ସଲ୍ୟୁସନ୍, ସବୁ ଜିନିଷ ସିଷ୍ଟମେଟିକାଲି ଅର୍ଡ଼ରରେ ଅଛି। ତା ସହିତ ଡେଲି 7ରୁ 8 ଘଣ୍ଟା ଆପଣଙ୍କ ପାଇଁ କ୍ଲାସ୍ ବି କରାହେଉଛି। ସିଟି ପରୀକ୍ଷା ଯଦି ଆପଣ ଦେବେ ସବସ୍କ୍ରିପସନ୍ ନେଇଯିବେ, 30 ସେପ୍ଟେମ୍ବରରେ ଆପଣଙ୍କର ସରିଯିବ। 2025 ପାଇଁ ବ୍ୟାଚ୍ 17 ଅଗଷ୍ଟ ପରେ ଆପଣଙ୍କର ଲଞ୍ଚ ହେବ। ଠିକ୍ ଅଛି। ଏବେ କିଛି ପିଲାମାନେ କହୁଥିଲେ ସାର୍ ପ୍ରାଇଭେଟ୍ ବିଏଡ଼୍ ଆମେ କରିବୁ କି, କେଉଁଠି କଲେ ଭଲ ହେବ? ଦେଖନ୍ତୁ, ମୁଁ ପ୍ରାଇଭେଟ୍ ବିଏଡ଼୍ ପାଇଁ ତ ଆପଣଙ୍କର ପଢ଼ାଏନି, ମୁଁ ଗଭର୍ଣ୍ଣମେଣ୍ଟ ବିଏଡ଼୍ ପିଲାଙ୍କ ପାଇଁ ଆପଣଙ୍କର ପଢ଼ାଇଥାଏ। ଠିକ୍ ଅଛି। ଆପଣମାନେ ଗଭର୍ଣ୍ଣମେଣ୍ଟ ବିଏଡ଼୍ କରିପାରିବେ, COCET ହେଉ, ରିଜନାଲ୍ ବିଏଡ଼୍ ହେଉ କିମ୍ବା ଷ୍ଟେଟ୍ ବିଏଡ଼୍ ଆପଣଙ୍କର ହେଉ। ବଟ୍ ଯଦି ଆପଣ ପ୍ରାଇଭେଟ୍ ବିଏଡ଼୍ କରିବା ପାଇଁ ଚାହୁଁଛନ୍ତି କରନ୍ତୁ, ନୋ ପ୍ରୋବ୍ଲେମ୍। ଖାଲି ଏଇ କିଛି ଜିନିଷକୁ ଆପଣ ଦେଖିବେ, ଯେମିତି ସିଟି ଯେଉଁମାନେ କରିବେ +2ରେ ପରସେଣ୍ଟେଜ୍ ଦରକାର। ସିଟି ପିଲାମାନେ ଯଦି ଆପଣ ସିଟି ପରୀକ୍ଷା ଦେବେ, ST SC SC BC ପିଲାଙ୍କୁ +2ରେ ମିନିମମ୍ 45% ଦରକାର, ଜେନେରାଲ୍ ପିଲାଙ୍କୁ ମିନିମମ୍ 50% ଦରକାର +2ରେ। 10thରେ କ'ଣ ଅଛି, +3ରେ କ'ଣ ଅଛି, କିଛି ମତଲବ ନାହିଁ। ସିଟି ଯଦି ଆପଣ ପଢ଼ିବେ ତ +2ରେ ମିନିମମ୍ ପରସେଣ୍ଟେଜ୍ ଦରକାର। ସେଇଭଳିଆ ଯଦି ଆପଣ ବିଏଡ଼୍ କରିବେ ନା, +3ରେ ଆପଣଙ୍କର ମିନିମମ୍ ପରସେଣ୍ଟେଜ୍ ଦରକାର। 10thରେ କ'ଣ ଅଛି, +2ରେ କ'ଣ ଅଛି, ମତଲବ ନାହିଁ, ବଟ୍ +3ରେ ମିନିମମ୍ ପରସେଣ୍ଟେଜ୍ ଦରକାର। ଯେମିତି ST SC SC BC ପିଲାଙ୍କର 45% ଆପଣଙ୍କର ଦରକାର +3ରେ, ଆଉ ଜେନେରାଲ୍ ପିଲାଙ୍କର 50% ଦରକାର +3ରେ। ଯଦି +3ରେ ପରସେଣ୍ଟେଜ୍ ନାହିଁ ଆପଣମାନେ ବିଏଡ଼୍ କରନ୍ତୁନି, ଆପଣଙ୍କର କ୍ୟାରିୟର ପୁରାପୁରି ସ୍ପଏଲ୍ ହେଇଯିବ। ଆଉ ସ୍କୁଲ୍ ସବଜେକ୍ଟ ଆପଣଙ୍କର ଥିବା ଦରକାର। ଯଦି +3ରେ ଆପଣଙ୍କର ସ୍କୁଲ୍ ସବଜେକ୍ଟ ନାହିଁ ହେଲେ ବି ଆପଣ ବିଏଡ଼୍ କରନ୍ତୁନି। ସ୍କୁଲ୍ ସବଜେକ୍ଟ କ'ଣ, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ସ୍କୁଲ୍ ସବଜେକ୍ଟ ବାଇ ଲକ୍ଷ୍ମୀଧର ସାର୍। ଯେମିତି ମୁଁ ଆପଣଙ୍କୁ କହିଦେଇଛି, ଆର୍ଟ୍ସ ପିଲାଙ୍କର ଆଉ କମର୍ସ ପିଲାଙ୍କର କ'ଣ ଦରକାର, ସାଇନ୍ସ ପିଲାଙ୍କର କ'ଣ ଦରକାର, ସେ ସ୍କୁଲ୍ ସବଜେକ୍ଟ ରହିବା ନିହାତି ଦରକାର। ମାନେ 1ରେ ପରସେଣ୍ଟେଜ୍ ଆଉ ସ୍କୁଲ୍ ସବଜେକ୍ଟ ଯଦି ଅଛି ତେବେ ହିଁ ଆପଣ କରନ୍ତୁ। ଏବେ ସାର୍ ପ୍ରାଇଭେଟ୍ ବିଏଡ଼୍ କେଉଁଠି କରିବି? ମୁଁ ତ ପ୍ରାଇଭେଟ୍ ବିଏଡ଼୍ କରିବା ପାଇଁ କୁହେନି। ଆପଣଙ୍କର ଯଦି ଟଙ୍କା ପଇସା ପ୍ରୋବ୍ଲେମ୍ ନାହିଁ କରନ୍ତୁ, ନୋ ପ୍ରୋବ୍ଲେମ୍। ଖାଲି 4ଟା ଜିନିଷ ଆପଣ ଧ୍ୟାନ ଦେବେ। ନମ୍ବର 1, ଯେଉଁ ମାନେ ବହୁତ ଠକ ଅଛନ୍ତି, ବହୁତ ଠକାମିର ଶିକାର, ମାନେ ଲୋକମାନଙ୍କୁ ଏମିତି ଠକୁଛନ୍ତି ଆପଣ ବାୟା ହେଇଯିବେ। ତେଣୁକରି ଭୁଲରେ ବି କରିବେନି, ନହେଲେ କରିବେ ହେଲେ ଭଲସେ ଦେଖନ୍ତୁ ଆପଣଙ୍କ ରିକ୍ସରେ। ଠିକ୍ ଅଛି। ଯେଉଁ କଲେଜର NCT ଆପ୍ରୁଭାଲ୍ ଥିବ, ଆପଣ NCT ୱେବସାଇଟ୍ରେ ନିଜେ ଚେକ୍ କରିବେ। ଯେଉଁ କଲେଜର NCT ଆପ୍ରୁଭାଲ୍ ଥିବ, ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ୍ ଆପଣଙ୍କର ଥିବ। ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ୍ ମାନେ ଓଡ଼ିଶାର କେଉଁ କଲେଜ ସହିତ ମାନେ ସମାନ ପାଠ ପଢ଼ା ହେଉଛି, ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ୍। ଏଫିଲିଏସନ୍ ସାର୍ଟିଫିକେଟ୍ ଆପଣଙ୍କର ଥିବ ଏବଂ ଯେଉଁ କଲେଜରେ ପଢ଼ିକି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣଙ୍କର ଚାକିରି କରିଥିବେ ନା, ସେଇ କଲେଜରେ ଆପଣମାନେ କରନ୍ତୁ ହେଲା। ଏ ଜିନିଷ ଗୁଡ଼ା ଭଲସେ ଦେଖିବେ। NCT ଆପ୍ରୁଭାଲ୍ ଥିବ,
इक्विवेलेंट सर्टिफिकेट थिबो एफिलिएशन आपणकर थिबो आ जो कॉलेज रे पढ़ी कि ओडिशा गवर्नमेंट रे चाकरी करिथिबे सेठी आपण माने करंतु आ जी चाकरी करिसंती ना तांकु भी टिके आपण कॉल करी पचारि देबे भाई आपण से कॉलेज रे पढुतिले कि से कॉलेज रे पढ़ला बेले किछि असुविधा हो नथिला तो पचारि देबे नरे टंका देकी पढुसंती ना आपण कोन पला पढेबे कि तेणुकर पचारि देबे तापर जदि आपणकर इच्छा हला करंतु नले नै आपणकर इच्छा तेणुकर भल से आपण देखिबे एनसीटी अप्रूवल अछि कि नै इक्विवेलेंट सर्टिफिकेट अछि कि नै एफिलिएशन अछि कि नै सेही कॉलेज रे पढ़ी कि ओडिशा गवर्नमेंट रे चाकरी पाइछंती कि नै जदि सब पाइछंती नोट ए प्रॉब्लम आपण माने प्राइवेट बीएड करंतु आउ पढ़ा सहित टच रहिबे आपण माने खाली बीएड कर देले हो ना ओटीईटी ओएसएस टीईटी सीटीईटी क्वालिफाई भी दरकार तापर हाई स्कूल टीचर जूनियर टीचर परीक्षा रे मध्ये आपनको क्वालिफाई करिवार अछि आपण जाइछंती खाली एडमिशन कला मात्रे आपण माने सबु पई एलिजिबल ओटीईटी सीटीईटी ओएसएस टीईटी पई एलिजिबल तो जदि आपण गवर्नमेंट रे सीटी पढ़ंतु बीएड पढ़ंतु कि प्राइवेट रे सीटी किमा बीएड पढ़ंतु एपटे पढ़ा सहित टच रहिबे नले खाली कोर्स कर देथिबे घरे बसिबे तेणुकर एपटे पढ़ापढ़ी करुथिबे तेबे सेना संगे संग क्वालिफाई भी करिजिबे ठीक अछि तो जदि आपण सीटी अप्लाई करि नाहंती करि दियंतु परीक्षा दियंतु आपणकर इच्छा एडमिशन करिवे न करिवे आपणकर इच्छा सीटी रो प्लानिंग वीडियो को आपण देखि दियंतु आ जो माने प्राइवेट बीएड करिया पई चाहुचंती से भल से आपणकर देखि करिवे नले ठकामीर शिकार हे जिवे केही आपणकर पिठरे पड़िबेनी एजेंट तार टंका नै कि तार पळेइबो आपणकर सर्टिफिकेट भी कुआडे कोन हे जिवो आपण माने हैरान होतिबे समय को समय पळेइबो टंका को टंका वेस्ट तेन करी भल से आपण माने बुझा सुझा करिकि आपणकर करिवे मते कहिबेनी सर को कॉलेज रे करिवि प्राइवेट बीएड मु गवर्नमेंट बीएड पिलांको पढ़ाई गवर्नमेंट सिटी पिलांको पढ़ाई प्राइवेट पिला बीएड पिलांकर मु आपणकर तो टंका देखि से पढ़ंती ना तो आपण माने भल से देखि करिवे एई चारटा जिंस निजे चेक करिवे कारी कथारे पढ़िबेनी कहीं कारी कथारे तांकर कोन जाउची निजे आपण एनसीटी वेबसाइट रे चेक करिवे निजे आपण माने जो कॉलेज रो इक्विवेलेंट सर्टिफिकेट थिबो से कॉलेज को कांटेक्ट करिवे सर हमरो आपणकर इक्विवेलेंट अछि कि नै एफिलिएशन अछि कि नै सेही कॉलेज रे पढ़ी कि ओडिशा गवर्नमेंट रे चाकरी पाइछंती कि नै ए सब जिंस को आपण चेक करिवे देन ही आपण माने एडमिशन करिवे नहले बेकार बेकार करिवेनी खाली ठकामीर आपणकर शिकार हेबे ठीक अछि आउ आपण माने को आउ थरे कांग्रेचुलेशंस एते एते पिला आपण माने क्वालिफाई करिसंती तापई आउ जो मनकर मार्क पाखापाखी अच्छे से मैंने सेकेंड थर्ड फोर्थ सिलेक्शन में पाई कट ऑफ मार्क देखी ना आगो कट ऑफ मार्क देखु बारंबार मते पचारे